ଆଶ୍ୱିନ ପ୍ରତିପଦାଠୁ ଆଶ୍ୱିନ ଅମାବାସ୍ୟା ଏହି 15 ଦିନକୁ ପିତୃପକ୍ଷ କୁହାଯାଏ। ଏହି 15 ଦିନରେ ପିତୃପୁରୁଷମାନେ ତାଙ୍କ ବଂଶଜଙ୍କଠୁ ଶ୍ରଦ୍ଧା ଓ ଭକ୍ତିର ଆଶା ରଖି ଅତି ସୂକ୍ଷ୍ମ ରୂପରେ ଧରାପୃଷ୍ଠକୁ ଆସିଥାନ୍ତି। ତେଣୁ ଏହି 15 ଦିନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ବିଭିନ୍ନ ପ୍ରକାର ପୂଜାପାଠ କରାଯାଏ, ଯେମିତିକି ତିଳତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ ତଥା ବ୍ରାହ୍ମଣ ଭୋଜନ। ତିଳତର୍ପଣରେ ସକାଳୁ ଗାଧୋଇ ରାଶି ଅରୁଆ ଚାଉଳ ଓ ଜଳ ଦାନ କରାଯାଏ। ତାପରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ରୋଷେଇ କରି ଶ୍ରାଦ୍ଧ କରାଯାଏ ଓ ପିଣ୍ଡଦାନ ଦିଆଯାଏ। ଶେଷରେ ବ୍ରାହ୍ମଣ ଭୋଜନ କରାଯାଏ। ଏହାକୁ ମହାଳୟା ଶ୍ରାଦ୍ଧ ମଧ୍ୟ କୁହାଯାଏ। ଆଜି ଏହି ମହାଳୟା ଶ୍ରାଦ୍ଧରେ ମୁଁ ରୋଷେଇ କରିଛି ଅନ୍ନ, ମୁଗ ଡାଲି, କ୍ଷୀରି, ପାଣି କଖାରୁ, ସାରୁ, କଦଳୀ, ରାଇ, ଓଉ ଖଟା, ସାରୁ କଦଳୀ ଭଜା, ପିଠା, ତା ସହିତ ସେଓ, କଦଳୀ, ଅଦା, କାକୁଡ଼ି ଓ ଲେମ୍ବୁର କଟା, ଦହି ଆଉ ଘିଅ। ଏସବୁ ପିଣ୍ଡଦାନ ପାଇଁ। ଆଉ ବ୍ରାହ୍ମଣ ଭୋଜନ ପାଇଁ ଫୁଲକୋବି ଆଳୁ ତରକାରୀ, ସାଲାଡ ଆଉ ପାମ୍ପଡ଼।